ଆଜ୍ଞା ମୁଁ ଏ ଛୁଆ ଅଫିସ କରିବି ଆଉ ତୋର ଖବର ଟିକେ ବୁଝିବି ବୋଲି ଆସିଥିଲି ଯାହା ଟିକେ ବହୁତ ସମସ୍ୟା ଥିଲା ତ ଠିକ ଅଛି ଦେବି ପଠେଇ ଦିଅ ଆଜି ହେଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଯାହାକି ଏ ଅଞ୍ଚଳ ବା ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚେଶ୍ୱରୀଙ୍କ ପୀଠରେ ଏକ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ। ତାହା ଚିରାଚରିତ ପ୍ରଥା ଅନୁସାରେ ଆଜକୁ 10-12 ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଏବଂ ଏହା ବହୁତ ଆଗ୍ରହ ଏବଂ ଆବେଗର ବିଷୟ। ଆପଣ ସାଧାରଣ ଦର୍ଶନ ଏବଂ ମାଙ୍କ ଦୁର୍ଲଭ ସୁନାବେଶ ଏହା ବହୁତ ତାରତମ୍ୟ ରହିଛି। ତେଣୁ ସାଧାରଣତଃ ଭକ୍ତମାନଙ୍କ ମନରେ ବହୁତ ଆବେଗ ଥାଏ ଯେ ବର୍ଷକରେ ଗୋଟିଏ ଦିନ ଯୋଉଟା କାର୍ତ୍ତିକ ପୂର୍ଣ୍ଣିମା ଠାକୁରଙ୍କୁ ମା କିଚେଶ୍ୱରୀଙ୍କୁ ଦର୍ଶନ କରିବେ ଏବଂ ପାଖରେ ଯେଉଁ ଚନ୍ଦ୍ରଶେଖର ମହାଦେବଙ୍କୁ ଦର୍ଶନ କରି କୃପା ଲାଭ କରିବେ ଏବଂ ନିଜ ପରିବାର ତଥା ଦେଶର ଶାନ୍ତି ପାଇଁ ସମସ୍ତ ମନରେ ଗୋଟେ ଆବେଗ ଥାଏ ମାଙ୍କୁ ଦର୍ଶନ କରି ଏହା କୃପା ଲାଭ କରିବେ। ଆଜି ଆମର ପ୍ରଥମ ମାଙ୍କର ମହାସ୍ନାନ ପରେ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି ଏବଂ ତାପରେ ମଙ୍ଗଳ ଆରତୀ ପରେ ସାଧାରଣ ଦର୍ଶନ ସକାଳ 6:30 ଆରମ୍ଭ ହୋଇଛି ଏବଂ ଅପରାହ୍ନ 3ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନର ସୌଭାଗ୍ୟ ପାଇବେ ଏବଂ 3ଟାରୁ 3:30 ଭିତରେ ମାଙ୍କ ସୁନାବେଶ ଖୋଲାଯିବ ଏବଂ ଟ୍ରେଜେରୀକୁ ଯିବ। ସେ ସମୟ ଭିତରେ ମୁଁ ସମସ୍ତ ଅନୁରୋଧ କରିବି ସେ ସମୟ ଭିତରେ ସମସ୍ତେ ଆସନ୍ତୁ ଏବଂ ମାଙ୍କୁ ଦର୍ଶନ କରନ୍ତୁ ଏବଂ କୃପା ଲାଭ କରନ୍ତୁ ଏବଂ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବ ଯାହାକି ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଠାକୁରଙ୍କୁ ଦର୍ଶନ ଲାଭ କରି କୃପା ଲାଭ କରି ପରିବାର ଶାନ୍ତି କାମନା କରନ୍ତୁ। ବଡ଼ ଖୁସି ଲାଗୁଛି ମହାନ ଏ ପବିତ୍ର ସୁନାବେଶ ମହାନ କାର୍ତ୍ତିକ ପୂର୍ଣ୍ଣିମା ଅଛି ଜନସାଧାରଣ ମାନେ ଦର୍ଶନ କରୁଛନ୍ତି ଖୁସି ଲାଗୁଛି। ମାଙ୍କର ଇଚ୍ଛା କରୁଣାମୟୀ ସ୍ନେହମୟୀ ଦୟାମୟୀ ତାଙ୍କର ଆଶୀର୍ବାଦରେ ସବୁ ଆମେ ଅଛେ ଏ ଅଞ୍ଚଳ ଏବଂ ସୁସ୍ଥ ପରିବେଶ ସୃଷ୍ଟି ହଉଛି ଲୋକଙ୍କର ଆସ୍ଥା ଉପରେ ଆହୁରି ବିଶ୍ୱାସ ରହୁଛି। ସମଗ୍ର ଭାରତବର୍ଷର ମହାମହିମ ରାଷ୍ଟ୍ରପତିଙ୍କର ଏଇଠି ଆସ୍ଥା ରହିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଇଠି ଆସ୍ଥା ରହିଛି ଏବଂ ବିଶ୍ୱାସ ରହିଛି ନିଶ୍ଚିତ ଭାବରେ ମାଙ୍କର ଦୟାଳୁ ଏ ଅଞ୍ଚଳ ମୋର ନିର୍ବାଚନ ମଣ୍ଡଳୀ ସମଗ୍ର ଭାରତବର୍ଷ ବର୍ତ୍ତମାନ ମାଙ୍କର ଦୟା Hey,